आज लिटू भाई आलोचना करिया चाली न जानी बाटर आ गोटे कथा मन रखा विनाश काले कौन विपरीत रामचंद्र वनवास गले संगे गले किए सीता गले लक्ष्मण भी गले जंगल रहिले गोटे माया मुर्ग आसला सुना कौन सीता को देखा स्वर्ण मुर्ग सीता कौन कले रामचंद्र को कहले मत से सुना मुर्गटा को आनी राम स्वयं कौन है परम पुरुष मर्यादावान पुरुष सी मतिभ्रम हो गले पत्नी बहुले राम हेले मतिभ्रम एणु पड़ा अकाल स्वयं परम पुरुष सी भी जापारे नहीं अष्टादश शास्त्र भितर वेद वेदांत मध्य बहुत गोटे सुनार मृग अच्छी लेखा नहीं संसार कौन गोटे सुना मृग अच्छी पत्नी भले राम हेले मतिभ्रम स्त्री कहीदेले माँ सीता कहीदेले राम मतिभ्रम हो गला ये माया मृग पचर कौन कले गोड़े सुनार मृग पचर जहाँफल कौन है एणु पड़ा अकाल विपत्ति माने सीता कौन है चोरी हेले यदि सुना मृग को राम न गोड़ी था सीता चोरी होता तेणु विनाश काले कौन विपरीत मनुष्यर शेष समय आसे मनुष्य कुपथगामी हो जाए बुझे तार शेष समय आसी पहुंचे बोली गाँ गले लोक मान गोटे लोक देखिदेव गाँ मान भारी दुर्दांत गिरी कर मान लोक मैंने सब कहते यहाँ बेसी उछुड़ा अल्प कहीं क्षीर उतुरीले चुलुक मनीष उछुड़े दातु गोटे गाँ गहली ढेग कहती कहबार तात्पर्य वर्तमान समय मालिका शास्त्रटा को लोक मान अपभ्रंश कर वर्तमान अनेक भक्त अच्छा पंचशता मार्गी बहुत भक्त अच्छा तो मालिका को कौन कले अनेक गवेषक प्रযোज्य अर्थ जहाँफल भक्त मन कौन हो कष्ट हो गोटे कथा को आम 50 प्रकार मत कर कौन जो भक्त मान पथचित हो पंचशतांकर एक ही मत यहाँ जानती ज्ञानी पंडित पंचशतांकर हूँ गोटे मत दीटा मत नहीं तेणु जिते गवेषणा करवा अर्थ बाहर गोटे अर्थ कहीं भिन्न आसो भिन्न आसो कहीं वर्तमान भिन्न आसूची विनाश काले महापुरुषों ना पैसा रोजगार करने लोक माने अनेक व्यक्ति विशेष समस्ते नुह भक्त मान को कुपथगामी कर जहाँफल भक्तर किसी असुविधा होनी जो मैंने कुपथगामी कराती से असुविधा आ ये कुपथगामी हेबे बेली कलिजुग महापुरुष आगुरु प्रमाण देते
ଯୋଉଟା କହିଲି ବିନାଶ କାଳେ ବିପରୀତ। ମହାପୁରୁଷ ଯାହା କହିଥିଲେ ତାହା ହିଁ ବର୍ତ୍ତମାନ ସମୟରେ ଅଛି। କଳିଯୁଗ ସରିଗଲା ସମସ୍ତେ କହୁଛନ୍ତି, କଳିଯୁଗ ସରିବ କୁଆଡେ? କଣ ସତ୍ୟରେ କଳି ନଥିଲା? ଦ୍ୱାପରରେ ନଥିଲା? ତ୍ରେତୟାରେ ନଥିଲା? କଳିରେ ବି ଅଛି। ଏଇଆ ଯୁଗାନୁବାଦ ନେଇକି ବର୍ତ୍ତମାନ କଳିର ବଳଟା ଅଧିକ। ସତ୍ୟ ଯୁଗରେ ଯଦି କଳି ନଥାନ୍ତା ତାହେଲେ ନାରାୟଣ କାହିଁ ଜନ୍ମ ହେଇଥାନ୍ତେ? ତ୍ରେତୟାରେ ଯଦି କଳି ନଥାନ୍ତା ତାହେଲେ ରାମଚନ୍ଦ୍ର କାହିଁ ଜନ୍ମ ହେଇଥାନ୍ତେ? ଦ୍ୱାପରରେ ଯଦି କଳି ନଥାନ୍ତା କାହିଁକି କୃଷ୍ଣଚନ୍ଦ୍ର ଜନ୍ମ ହେଇଥାନ୍ତେ? ନା ନାଇଁ? ଯୁଗେ ଯୁଗେ ଅଛି କଳି, କିନ୍ତୁ ବର୍ତ୍ତମାନ ସମୟରେ ସେ ତା ସ୍ତରକୁ କଣ କରୁଛି? ଟପି ଯାଉଛି। ଆଉ ବର୍ତ୍ତମାନ ସମୟରେ ଯିଏ କହିବା ଜାଣିଲା, ଚାକଚକଣିଆ ଭାଷା କହିପାରିଲା, ଚିକିଣିଆ କାଚ ଭିତରେ କିରୋସିନ ରଖିପାରିଲା, ଲୋକମାନେ ତାକୁ ବେଶୀ ଗ୍ରହଣ କରିବେ। ଅସନା କାଚ ଭିତରେ ଯଦି ଓରିଜିନାଲ ସେଣ୍ଟଟା ରଖିଥିବା ତାକୁ କେହି ନେବେନି। ଲୋକମାନେ ଉପରେ ଦେଖନ୍ତି, ଭିତରେ କିଛି ଦେଖନ୍ତି ନାହିଁ। ପଞ୍ଚସଖାଙ୍କ ନାମକୁ, ପଞ୍ଚସଖାଙ୍କ ବାଣୀକୁ ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ବିଶେଷ ଆମେ ବି ଦେଖୁଛୁ ବିକିକି ଉଦର ବୁଝୁଛୁ, ସେଇଥିରେ ଚଳୁଛୁ। ଇଏ ଅବିକା ଜଣା ପଡିବନି। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଆମେ ଯିଏ ଯାହା କରିବା ତା ଶେଷ ବେଳକୁ ଭୋଗିବ। ଆଉ ଭୋଗିଲା ବେଳକୁ ଆଉ ସେ ବୟସ ନଥିବ, କି ସେ ବଳ, କି ପ୍ରଭୁଙ୍କୁ ଡାକିବାକୁ ସେ ଶକ୍ତି ବି ନଥିବ, କି ମନର ଭାବ ଆସି। ସେଥିପାଇଁ ଅଚ୍ୟୁତ କହିନାହାନ୍ତି ନା, ମୋର ମୋର କହି ସରବେ ମରିବେ, ଅଚ୍ୟୁତର କିସ ଗଲା। ଚତୁର୍ଥ ସମୟ ପଳେଇ ଆଇଲା, ମୋ ଘର ମୋ ଦ୍ୱାର ସବୁ ମାନେ ଆସିଯିବ। ଚତୁର୍ଥ ସମୟ ମାନେ କଣ? ମାକଡ ସମୟ, ବାର୍ଦ୍ଧକ୍ୟ ସମୟ। ଯୋଉଟା ବୁଢା ଲୋକଙ୍କର ବେଶୀ ଲୋଭ, ଏଇଟା ଜାଣିଛନ୍ତି? ବୁଢା ଲୋକଙ୍କର ବେଶୀ ଲୋଭ। କିନ୍ତୁ ମଣିଷ ଯିଏ ଯାହା କରେ ତାର ଶେଷ ସମୟକୁ ସିଏ ହିଁ ଭୋଗେ। ଜଗତ ଜାଣେ, ଜଗତ ଜାଣିଲା ବେଳକୁ ସେତେବେଳକୁ ଆହାର ବଳ। କଳିଯୁଗରେ ଏଇ ଭାବ ହବ ବୋଲି ମହାପୁରୁଷ ଆଗରୁ କହିଛନ୍ତି। କଣ କହିଲେ ଭବିଷ୍ୟତ ମାଳିକାରେ? ହେଲା ହେଲା ବୋଲି ମହି ଉଛୁଳିବ, ହେଳାରେ କାଟିବେ ଦିନ, ହରି ଭାବ ରସ କେହି ନ ଜାଣିବେ, କର୍ମକାଣ୍ଡ ହେବ ଲୀନ। ବର୍ତ୍ତମାନ ସବୁ ଦେଖୁନ, ଏ ବଡ ଦେଉଳ କଣ ଚାରି ଦ୍ୱାର ଖୋଲିଗଲା, ପ୍ରଳୟ ମାଡି ଆସିବ ନା? ଏ ଯୋଉ ରତ୍ନ ଭଣ୍ଡାର ଖୋଲିଗଲା, ପୃଥିବୀ ଅମକ ହେଇଯିବ। ଲୋକଙ୍କୁ କହୁଛନ୍ତି, ମହାପୁରୁଷ ସେଇଆ କହିଲେ, ହେଲା ହେଲା ବୋଲି ମହି ଉଛୁଳିବ, ହେଳାରେ କାଟିବେ ଦିନ। ମାନେ କହିବେ କିଏ? ସେ ଏକଥା ସବୁ କହିବେ କିଏ? ନା ହରିଭାବର ସବୁ ଯାହା ପାଖରେ ନଥିବ ସେଇ ଏଇ କଥା କହିବେ। ଏଇଟା ବିପରୀତ। ସେ ଉପରେ ସିନା କହୁଛନ୍ତି ହରି, କିନ୍ତୁ ଭିତରେ ହରି ଭାବଟା ନଥିବ। ଯାହା ପାଖେ ହରି ଭାବ ଥିବ ସେ କଥା କହିବେ। ସେଥିପାଇଁ କହିଲେ ହରି ଭାବ ରସ କେହି ନ ଜାଣିବେ, କର୍ମ କାଣ୍ଡ ହେବ ଲୀନ। ଯାହା ପାଖେ ହରିଭାବ ଥିବ ସେ କଥା କହିବନି, ଯାହା ପାଖେ ହରିଭାବ ନଥିବ ସେ କଥା କହିବ। କଣ କହିବ? ହେଲା ହେଲା ବୋଲି ମହି ଉଛୁଳିବ, କର୍ମକାଣ୍ଡ ହେବ ଲୀନ। ମାନେ ସେମାନଙ୍କର କର୍ମ, ଆଚାର ବିଚାର, ଚାଲି ଚଳନ, ବ୍ୟବହାର, ସଂସ୍କାର ସବୁ ନଷ୍ଟ ହେଇଯିବ, ତାଙ୍କ ଧର୍ମ ବଳ ନଷ୍ଟ ହେଇଯିବ। ପୁଣି ମହାପୁରୁଷ କହିଲେ କଣ? କହନ୍ତି ଅଚ୍ୟୁତ ଶୁଣରେ ବାବୁ, ହେତୁ ଚିତରେ ମନେ ରଖିଥିବୁ। କାହାକୁ କହୁଛନ୍ତି? ରାମଚନ୍ଦ୍ର ପଟ ଶିଷ୍ୟକୁ। ହେ ରାମ, ତୁ ହେତୁ ଚିତ୍ତରେ
ମାନେ ଅନ୍ତର୍ନିହିତ ଭାବରେ। ଏଠୁ ମହାପୁରୁଷ ଠାକୁର ଅଭିରାମ ପରମହଂସ ଭାଷା ନୁହଁ, ଏଠୁ ହେତୁ ଚେତା ଚୈତନ୍ୟ କଥା କହିନା, ଏ ଭାବାର୍ଥକ ଶବ୍ଦ। କହିଲି ହେତୁ ଚିତ୍ତରେ ମନେ ରଖିଥିବୁ, ମାନେ ତୁ ଦୃଢ ଭାବରେ କଥାକୁ ହୃଦୟରେ ରଖିଥିବୁ। ମୋର ନାମ ବିକି ଉଦର ପୋଷିବେ, ପାପ ପୁଣ୍ୟକୁ ବି ଚାରଣ କରିବେ। କି ସୁନ୍ଦର କଥା କହିଲେ। କଳି ଯୁଗରେ ଲୋକମାନେ ମୋ ନାଁ ବିକି କଣ କରିବେ? ପେଟ ପୋଷିବେ। ବର୍ତ୍ତମାନ ୟୁଟ୍ୟୁବ ଚ୍ୟାନେଲ ସବୁ ହେଇଗଲାଣି, ହଉନାହିଁ ନା? ସମସ୍ତେ କହୁନି, ଅନେକ ଦେଖିବ ଚ୍ୟାନେଲରେ କଣ ଏ ଟ୍ରେନ ଡକାଇଗଲା ବାଲେଶ୍ୱରରେ ମାଳିକାରେ ଲେଖାଥିଲା। ଲୋକ କହିଲେନି ଏ ଅମକଟା କୋଉଠି ଯୋଉ ଗୋଟା କୋଉ ଧକ୍କା କୋଉଠି ପୁଅ ବାଡିଆ ପିଟା ହେଇକି ସେ ତା ବାପା ନା କାହାର ଗୋଟେ ମାଂସ ଖାଇଦେଇ ନଥିଲା ନା, ଏ ମାଳିକାରେ ଥିଲା ବା ମଣିଷ ମାଂସ ମଣିଷ ଖାଇବେ, ଏମିତି ସବୁ ହେଲା। ବୁଝି ହଉଛି? ଏମିତି ଅନେକ ଆମେ ଦେଖୁ, ବୁଝି ହଉଛି ନା? ସେଇ କଥା ମହାପୁରୁଷ କହିଲେ, ମୋର ନାମ ବିକି ଉଦର ପୋଷିବେ, ପାପ ପୁଣ୍ୟକୁ ବିଚାର ନ କରିବେ। ସେମାନେ ପାପ କରୁଛନ୍ତି ପୁଣ୍ୟ କରୁଛନ୍ତି ସେ ଜାଣିପାରିବେ। ସନ୍ଧି ବାନ୍ଧି କହି ବହିବେ ଟେକ, ଥୋକେ କହୁଥିବେ ଆମ୍ବେ ଅଚ୍ୟୁତ। ଲୋକମାନେ ଅନେକ ଥିବେ ଛନ୍ଦି ବାନ୍ଧିକି, ମାନେ ମନକୁ ମନ ଟେକି ଟାକି କଣ କରିବେ? କହିବେ। ଆଉ ଥରେ ବାହାରିବେ କହିବେ ଆମେ ହଉଛୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ। ବୁଝିପାରୁଛି? ଏହି ମାନେ କାଳି ମୁଖେ ପଡିବେ, ଆପଣା କର୍ମକୁ ଆପେ ଭୋଗିବେ। କହିଲେ ଏଇ ଯୋଉ ବ୍ୟକ୍ତି ବିଶେଷ ମାନେ ଏଇ ନୀତି ନିୟମରେ ଯୋଉ ଯାଉଥିବେ, ଏଇ କର୍ମ ଯୋଉମାନେ କରୁଥିବେ, ସେମାନେ କାଳିଙ୍କ ମୁଖରେ ପଡିବେ। କୋଉ କାଳି? ଏ ଯୋଉ ଖପର ଧରି କାଳି ନା, ଏଇ ନର ଦେହ କାଳି ମାନଙ୍କର ଉପରେ ମୁଖରେ କଣ ହେବେ? ସେମାନେ ପଡିବେ, ଆପଣା କର୍ମକୁ ଆପେ ଭୋଗିବେ। ମାନେ ଯିଏ ଯାହା କରିବ ସେ ତା ଭୋଗିବ। ଯାହାକୁ ମହାପୁରୁଷ କହିଲେ ଆପଣା ହାତରେ ଯିବାକୁ ଛେଦିଲେ ପ୍ରତିବାଦୀ କେହି ନାହିଁ, ସୁକର୍ମ କୁକର୍ମ ବୁଝି ପାରୁଥିଲେ ବୈକୁଣ୍ଠ ସ୍ଥାନ ମିଳେ। ପୁଣି କଣ କହିଲେ? ନାମକୁ ନ ଚିହ୍ନି ନାମରେ ମତ, ଚିତା କାଟି ଥୋକେ ହୋଇବେ ଭକ୍ତ। ଆହା କି ସୁନ୍ଦର କଥା କହିଲେ। ନାମକୁ ନ ଚିହ୍ନି ନାମରେ ମତ, ହରି ଭାବ କଣ ବୋଲି ସେ ନିଜେ ଜାଣି ନାହାନ୍ତି। ଅଷ୍ଟପରି ନାମ ସଂକୀର୍ତ୍ତନ ହଉଛି, ବନ୍ଧି ଟିକେ ମାରିଦବା କି ମଦ ଟିକେ ପିଇଦବା, ନିଶା ହେଇଗଲା, କେତେ କଣ ପୁରା ଉନ୍ମତ ହେବେ। କୁହନ୍ତି ନାଇଁ ଲୋକ ପୁରା ଅଛନ୍ତି, ପୁରା ନାତି ନାତି ବେହୋସ ହେଇଯାଆନ୍ତି। କିନ୍ତୁ ନାମ କଣ ସେ ଜାଣିନଥିବେ। ଇଏ ନିଶା ଭୟରେ କଣ ହେଇଯିବେ? ପୁରା ନାମରେ ମତ ହେଇଯିବେ। ଯିଏ କହ ଯାହା ଗୋଟେ ପରମ ଭକ୍ତ ହେଇଗଲା। ଯେତେବେଳେ ନିଶା ଖସିଗଲା, ସେତେବେଳେ ନାମ ଛାଡିକି ପଳେଇଲା। ସେଇ କଥା କହିଲେ, ନାମକୁ ନ ଚିହ୍ନି ନାମରେ ମତ, ଚିତା କାଟି ଥୋକେ ହେବେ ଭକତ। ଆଉ କିଛି ବ୍ୟକ୍ତି ଥିବେ ପ୍ରଭୁର ନାଁ କଣ ପ୍ରଭୁଙ୍କ ଭାବରେ ମତି ନଥିବେ, ଚିତା ଚୈତନ୍ୟ କାଟି କଥା କହିବା ଶିଖି ଯାଇକି କଣ ହେଇଯିବେ? ପରମ ଭକ୍ତ ବୋଲେକି ଲୋକଙ୍କୁ ମଧ୍ୟ ଠକିକି ଖାଇବେ। ବର୍ତ୍ତମାନ ହଉଛି ହେଲା। ଏହି ମାନେ ଦେବୀ ଖପରେ ଯିବେ, ମାୟା ମୋହେ ପଡି ବୁଡି ମରିବେ। ଏ କର୍ମ ଯେଉଁ ବ୍ୟକ୍ତି ମାନେ କରୁଥିବେ, ସେ ବ୍ୟକ୍ତି ବିଶେଷ ମାନେ ଦେବୀ ଖପରରେ କଣ ହେବେ? ବିନାଶ ହେବେ। ଆଉ ସେ କଣ ହେବେ? ମାୟା ମୋହରେ ପଡି ବୁଡି ମରିବେ। ମାନେ ସେମାନେ ଏମିତି ମାୟା ମୋହରେ ପଡିଯିବେ, ବୁଝିହଉଛି? ଖାଲି ମୋ ଘର, ମୋ ଦ୍ୱାର, ମୋ ସୁନା, ମୋ କୋଠା, ଏଇଆ। ଆଉ କିଛି ବ୍ୟକ୍ତି ଥିବେ ସାଧୁଙ୍କ ନାମକୁ ନେଇଯିବେ, କିଛି ଚେଲା କରିଦେବେ, ରୋଜଗାର ଭଲ ହବ। ଏ ପୁଅ ବେକାରିଆ, ନେଇଯା ତୁ ଗାଡି କର, ନେଇଯା ତୁ ଦୋକାନ କର। ମାନେ ଗୁରୁ କହୁଛନ୍ତି ନା, ସିଆଡୁ ଗୁରୁ କଣ କରିବେ? ଶିଷ୍ୟଠୁ ଆଣିବେ, ନିଜ ପୁଅକୁ ଦେବେ। କିନ୍ତୁ ଗୁରୁ ଚିନ୍ତା କରିବା କଥା, ମୋ ପୁଅ ଜନ୍ମିତ ପୁଅ ଠାରୁ ଶିଷ୍ୟ ପୁଅ ହଉଛି ବଡ।
ସେଥିପାଇଁ ମହାପୁରୁଷ କହିଲେ ମାୟା ମୋହେ ପଡି ବୁଡି ମରି। ବୁଝି ହଉଛି ନା? କିନ୍ତୁ ପ୍ରଭୁଙ୍କୁ ପାଇବାକୁ ହେଲେ ଆଗ ଗୁରୁ ମାୟା ମୋହକୁ କାଟିବା ହଉଛି ସିଦ୍ଧେୟ। ମହାପୁରୁଷଙ୍କ ଭାଷାରେ ଭାବାର୍ଥ ଶବ୍ଦ ମହାପୁରୁଷ କହୁଛନ୍ତି କଳିରେ ଗୁରୁ ରୂପକୁ ଧରିକି ଅନେକ ବ୍ୟକ୍ତି ମାୟା ମୋହରେ ପଡିବେ, ଶେଷକୁ ବୁଡିକି ମରିବେ। କାରଣ ଶାସ୍ତ୍ର କହେ ଯଦି ପାଇବୁ ଭେଟ ମାୟାକୁ ବେଗେ କାଟ, ଗୁରୁ ସେ ବିଣ ଭଜ ଶ୍ରୀହରି, ବଡ ମାୟା ବି ବନୁ କାହାରି। ଯଦି ପ୍ରଭୁଙ୍କୁ ପାଇଲା, ଯଶୋବନ୍ତ ଦାସ କୁହନ୍ତି ଆଗ ତମେ ମାୟାକୁ କାଟ। ଆମେ ତ ନିଜେ ମାୟାରେ ଆବୃତ, ଆମେ କଣ କାହାକୁ ଶିକ୍ଷା ଦେବା? ଯିଏ ବାସ୍ତବ ମତରେ ଗୁରୁ ହେଇଥିବେ ସେ ନିଜ ଜନ୍ମିତ ପୁଅ ଠାରୁ ଆଣିକି ଶିଷ୍ୟଙ୍କୁ ଦେବେ। କାରଣ କଣ? ଧର୍ମ ହଉଛି ଆଗ। ଇଏ ହେଲେ ମାୟା ପୁଅ, ଇଏ ହେଲେ ଧର୍ମର ପୁଅ। ଶିଷ୍ୟ ହଉଛି ସତ୍ୟର ପୁଅ, ଜନ୍ମିତ ପୁଅ ହେଲେ ମାୟାର ପୁଅ। ମାୟା ନୁହଁ। ତେଣୁ ଗୁରୁ କହିବାକୁ ଦେବେ, ଧର୍ମକୁ ଜଗିବା କଥା। ମହାପୁରୁଷ ସେଥିପାଇଁ ଏକଥା କହିଲେ, ନାମକୁ ନ ଚିହ୍ନି ନାମରେ ମତ, ଚିତା କାଟି ଥୋକେ ହେବେ ଭକତ, ଏହି ମାନେ ଦେବୀ ଖପରେ ଯିବେ, ମାୟା ମୋହେ ପଡି ବୁଡି ମରିବେ। ମାୟାକୁ କାଟିଲେ ପାଇବ ଭେଟ, ଆମର ଅଚ୍ୟୁତି କରିଛି ଆଣ୍ଟ, ଗୌରାନନ୍ଦେ ଗବାର ହରି। ମାୟାକୁ କାଟିଲେ ପାଇବ ଭେଟ, ଯାହାକୁ ଯଶୋବନ୍ତ ଦାସ କହିଲେ ଯଦି ପାଇବୁ ଭେଟ ମାୟାକୁ ବେଗେ କାଟ, ଗୁରୁ ସେ ବିଣ ଭଜ ଶ୍ରୀହରି, ବଡ ମାୟା ଯିବ ନୁହେଁ କାହାରି। ଏଠି ମହାପୁରୁଷ ସେଇଆ କହିଲେ, ମାୟାକୁ କାଟିଲେ ପାଇବ ଭେଟ, ଆମର ଅଚ୍ୟୁତି କରିଛି ଆଣ୍ଟ। ଯାବତ ତମେ ମାୟାକୁ ନ କାଟିଛ ତାବତ ବିଭୁ କୃପା ହେଇପାରିବ ନାହିଁ। ଅନେକ ବ୍ୟକ୍ତି ବିଶେଷ ବି ଦେଖୁଛୁ ଆମେ, ଗୁରୁକୁଳକୁ ଯାଆନ୍ତି, ଗଲାବେଳକୁ ସାଷ୍ଟାଙ୍ଗ ପ୍ରଣିପାତ କରିଦେବେ, ଯିଏ ପରମ ଭକ୍ତ। କିଛି ଦିନ ମିଶିଗଲା ପରେ ପ୍ରଭୁ ମତେ ଅମକ ଦିଅ, ପ୍ରଭୁ ମତେ ସମକ ଦିଅ, ପ୍ରଭୁ କେମିତି ବଡ ଲୋକ ହେବି, ପ୍ରଭୁ ପୁଅ ଦୁଷ୍ଟ ହେଲା, ପ୍ରଭୁ କଣ ଥଣ୍ଡା ହେଲା, ଜର ହେଲା, କିନ୍ତୁ କୋଉ ଦିନ କହୁନି ଗୁରୁକୁ ପ୍ରଭୁ କିନ୍ତୁ ମୁକ୍ତିର ବାର୍ତ୍ତା ମତେ ଶିଖେଇଛି ନା। ତେଣୁ ମହାପୁରୁଷ ଯାହା କହିଥିଲେ ଅକ୍ଷରେ ଅକ୍ଷରେ ସତ୍ୟତା, ଏଗୁଡା ସବୁ ନୀତି ଶିକ୍ଷା। ଆମେ ବର୍ତ୍ତମାନ ଏଗୁଡା ସବୁ କଣ କରୁଛେ, ଭୂକବ କରୁଛେ। ସେଥିପାଇଁ କଣ ଆମେ କାହିଁ କହିଥିଲୁ, ବିନାଶ କାଳେ ବିପରୀତ ବୁଦ୍ଧି, ଚାଲି ନ ଜାଣି ବାଟର ଦୋଷ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଶା ପୂର୍ଣ୍ଣ ହଉ, ଗୌରାନନ୍ଦେ ଗବାର ହରି।